तो पिलामाने ମୁଁ ଆଜି ତୁମକୁ ଏମିତି ଗୋଟେ ଟ୍ରିକ୍ ଶିଖେଇବି ଯେଉଁ ଟ୍ରିକ୍ ଦ୍ୱାରା ତୁମେ 5, 25, 125 କିମ୍ବା 625 କୁ ଯେକୌଣସି ନମ୍ବର ସହିତ 5 ରୁ 10 ସେକେଣ୍ଡରେ ମଲ୍ଟିପ୍ଲାଏ କରିପାରିବ। ତ ଚାଲ ସେଇ ଟ୍ରିକ୍ଟାକୁ ମୁଁ ତୁମକୁ ଏକ୍ଜାମ୍ପଲ୍ ଦେଇକି ଶିଖାଉଛି। ଦେଖ ଧରିନିଅ ତୁମର ଏଠି 484 ଅଛି, 484 ସହିତ 25କୁ ଆମେ ମଲ୍ଟିପ୍ଲାଏ କରିବା। ତ କେମିତି କରିବା? ତୁମେ ପ୍ରଥମେ କ'ଣ କରିବ ନା 484କୁ 4 ସହିତ ଡିଭାଇଡ୍ କରିଦେବ ହେଲା। 4 ସହିତ ଡିଭାଇଡ୍ କରିଦେଲେ ଆମର ଆସିବ କେତେ ନା 121 ଆସିବ। ତାପରେ ଦୁଇଟା ଜିରୋ ସିମ୍ପଲି ବସେଇଦେବ। ତ ତୁମର ଆନ୍ସର୍ ହେଇଯିବ 12100 ହେଲା। ଏହା ହେଇଯିବ ତୁମର ଆନ୍ସର୍। ଯଦି ତୁମକୁ ଏହି ଟ୍ରିକ୍ଟା ଭଲ ଲାଗିଥାଏ ତେବେ ମୋତେ ଏହାର ଆନ୍ସର୍ କମେଣ୍ଟ କରିକି ଜଣାନ୍ତୁ। ଆଉ ଏଇ ଟେବୁଲଟା ନୋଟ୍ କରିନେବେ। କ'ଣ ପାଇଁ? ଯଦି କେବେ ଆପଣଙ୍କୁ 5 ସହିତ ମଲ୍ଟିପ୍ଲାଏ କିଛି ନମ୍ବର କରିବା ପାଇଁ ଅଛି ତ ଆପଣ 2 ସହିତ ଡିଭାଇଡ୍ କରିଦେବେ ଏବଂ ଗୋଟେ ଜିରୋ ଏଡ୍ କରିଦେବେ। ଯଦି 25 ସହିତ ଥିବ ତେବେ 4 ସହିତ ଡିଭାଇଡ୍ କରିଦେବେ, ଦୁଇଟା ଜିରୋ ଏଡ୍ କରିଦେବେ। ଯଦି 125 ସହିତ ଥିବ ତାହେଲେ ଡିଭାଇଡ୍ ବାଇ 8 କରିଦେବେ ଏବଂ 3ଟା ଜିରୋ ଏଡ୍ କରିଦେବେ। ଯଦି 625 ସହିତ ଥିବ ତେବେ ଡିଭାଇଡ୍ ବାଇ 16 କରିଦେବେ ଏବଂ 4ଟା ଜିରୋ ଏଡ୍ କରିଦେବେ। এই ଟେବୁଲଟାକୁ ମନେ ରଖ ଆଉ ମୋତେ ଆନ୍ସର୍ କମେଣ୍ଟରେ ଜଣାଅ। ଥ୍ୟାଙ୍କ ୟୁ ଫର୍ ୱାଚିଂ।